ମା ଏବେ ଆରମ୍ଭ କରିବା ଚିରନ୍ତନୀର ପୃଷ୍ଠା 118 ବିଷୟବସ୍ତୁ ଅଛି ଦୁଃଖ ଭୋଗ ଓ ଯନ୍ତ୍ରଣା। ଦୁଃଖ ଭୋଗ ଓ ଯନ୍ତ୍ରଣା ମା ଲେଖୁଛନ୍ତି ସାହସ ଓ ତିତିକ୍ଷାର ସହ ଓ ଭଗବାନଙ୍କ ଉପରେ ଅବିଚଳିତ ବିଶ୍ୱାସର ସହ ଯଦି ତୁମେ ଯନ୍ତ୍ରଣାର ସମ୍ମୁଖୀନ ହୋଇପାର, ଯଦି ଜଣେ ପାରେ ଯନ୍ତ୍ରଣା ଆସିଲେ ସେଥିରୁ ପଳାୟନ ନ କରି ତା ମଧ୍ୟକୁ ଏହି ସଂକଳ୍ପ ଏହି ଅଭିପ୍ସା ନେଇ ପ୍ରବେଶ କରିବ ଯେ ମୁଁ ତାହାରି ଭିତରେ ଦେଇ ଯିବି ଏବଂ ଶେଷରେ ସବୁ କିଛିର ମର୍ମରେ ଥିବା ସେହି ଜ୍ୟୋତିର୍ମୟ ସତ୍ୟ ତଥା ଅନୁପମ ଆନନ୍ଦକୁ ଖୋଜି ପାଇବ। ଅନେକ ସମୟରେ ଯନ୍ତ୍ରଣାର ଦ୍ୱାର ସନ୍ତୋଷ ଓ ସୁଖର ଦ୍ୱାର ଅପେକ୍ଷା ଅଧିକ ସିଧା ଓ ତ୍ୱରିତ। ଇନ୍ଦ୍ରିୟ ସୁଖ ହେଉଛି ପ୍ରତାରଣାମୂଳକ ଏକ ବିକୃତ ଛଦ୍ମବେଶ, ଯାହାକି ଆମକୁ ଲକ୍ଷ୍ୟ ଠାରୁ ଦୂରେଇ ନିଏ। ଯଦି ଆମେ ସତ୍ୟ ପାଇବାକୁ କୃତ ସଂକଳ୍ପ, ତେବେ ଏହିଭଳି ସୁଖ ସନ୍ତୋଷ ପାଇବା ପାଇଁ ନିଶ୍ଚୟ ଇଚ୍ଛା କରିବା ନାହିଁ। ତଥାକଥିତ ସୁଖ ଶାନ୍ତି ଓ ମୌଜ ମଜଲିସ ଆମକୁ ବାଷ୍ପ ଭଳି କରିଦିଏ। ଏହା ଆମକୁ ଠକିଦିଏ ଏବଂ ନଷ୍ଟ ଆଡ଼କୁ ନେଇଯାଏ। ଯନ୍ତ୍ରଣା ହିଁ ଆମକୁ ଏକ ଗଭୀରତର ସତ୍ୟ ଉପଲବ୍ଧିରେ ସାହାଯ୍ୟ କରେ। ଆମର ମନକୁ ସହିଷ୍ଣୁ କରି ସତ୍ୟ ଉପରେ ଏକାଗ୍ର କରାଏ। ଯାହା ଆମକୁ ମାଡ଼ି ମକ୍ଚି ଦେବାକୁ ଚାହୁଁଛି, ତା ସହିତ ମୁହାଁମୁହିଁ ହେବାକୁ ସକ୍ଷମ କରାଏ। ଜଣେ ଯେତେବେଳେ ଦୃଢ଼ ଥାଏ, ସେତେବେଳେ ଯନ୍ତ୍ରଣା ଭିତରେ ହିଁ ଜଣେ ତାର ପ୍ରକୃତ ଶକ୍ତିକୁ ସହଜରେ ପୁଣି ଫେରି ପାଇଥାଏ। ଏହି ଯନ୍ତ୍ରଣା ଭିତରେ ହିଁ ତୁମେ ତୁମର ଯଥାର୍ଥ ବିଶ୍ୱାସକୁ ସହଜରେ ପୁଣି ଫେରି ପାଇବ। ତାହା ହେଉଛି ଏପରି କିଛିରେ ବିଶ୍ୱାସ ଯାହା ସବୁ ପ୍ରକାର ଦୁଃଖ ଯନ୍ତ୍ରଣାର ଊର୍ଦ୍ଧ୍ୱରେ। ଦୁଃଖ ଭୋଗ ଓ ଯନ୍ତ୍ରଣା ମା ଲେଖୁଛନ୍ତି ସାହସ ଓ ତିତିକ୍ଷାର ସହ ଓ ଭଗବାନଙ୍କ ଉପରେ ଅବିଚଳିତ ବିଶ୍ୱାସର ସହ ଯଦି ତୁମେ ଯନ୍ତ୍ରଣାର ସମ୍ମୁଖୀନ ହୋଇପାର, କଣ କହିଲେ ସାହସ ବିଷୟରେ ଆମେ କଥା ହଉଥିଲେ। ଯେକୌଣସି ପରିସ୍ଥିତି ଆସୁନା କାହିଁକି ତାକୁ ଆମେ ସମ୍ମୁଖୀନ ହବା ପାଇଁ ଯଦି ଆମେ ପ୍ରସ୍ତୁତ, ତାହେଲେ ସାହସ ଥିଲେ ହିଁ ପ୍ରସ୍ତୁତ ହବ, ପ୍ରସ୍ତୁତ ହେଲେ ହିଁ ସାହସ ବି ଆସିଯିବ। ଯେକୌଣସି ପ୍ରକାର ପରିସ୍ଥିତି, ଦୈନନ୍ଦିନ କାର୍ଯ୍ୟକଳାପରେ ଗୋଟେ ଚ୍ୟାଲେଞ୍ଜିଂ ଜବ୍ ହଉ, ଚ୍ୟାଲେଞ୍ଜିଂ ୱାର୍କ ହଉ, କିମ୍ବା କୌଣସି ବ୍ୟକ୍ତି ସହିତ ଯେତେବେଳେ ଆମେ କଥାବାର୍ତ୍ତା କରୁଛେ କିମ୍ବା ଭେଟ ହଉଛେ, ସେତେବେଳେ ବି ଗୋଟେ ଗୋଟେ ଚ୍ୟାଲେଞ୍ଜ। କାହିଁକିନା ଆପଣ ଦେଖିବେ, ଯଦି କଷ୍ଟମର କେୟାର କିଏ ଜଣେ ଥିବେ କିମ୍ବା ଟିଚର ଜଣେ ହେଇଥିବେ, ସେତେବେଳେ ଦେଖିବେ ବହୁତ ପ୍ରକାରର ଲୋକ, ବର୍ତ୍ତମାନ ଆଉ ଯୋଉମାନେ ବିଜନେସ କରୁଛନ୍ତି, ସେମାନେ ସମସ୍ତେ ତାଙ୍କ ପାଖକୁ ବହୁତ ପ୍ରକାରର ବ୍ୟକ୍ତି ତାଙ୍କର ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ ନେଇକି ତାଙ୍କ ପାଖକୁ ଆସନ୍ତି। ସେମାନଙ୍କୁ ତାଙ୍କ ସହିତ ସମ୍ମୁଖୀନ କିପରି ହଉଛନ୍ତି, ତା ଉପରେ ନିର୍ଭର କରେ ତାଙ୍କର ପ୍ରଫେସନାଲ ଜବ୍ ଟି ତାଙ୍କୁ କୋଉ ମାନ୍ୟତା ଦବ। ଯଦି କଷ୍ଟମର କେୟାର ରେ ଅଛନ୍ତି, ଯେତେ କହନ୍ତିନି ବଢିଆ ଡିଲିଂ ସେ କରୁଛି, କଥାରେ କୁହନ୍ତି, ତାହେଲେ ଦେଖିବେ ତାଙ୍କର ପ୍ରତ୍ୟେକ ବ୍ୟକ୍ତି ସହିତ କଥାବାର୍ତ୍ତା କରିବା ଭିନ୍ନ ଭିନ୍ନ ପ୍ରକାରର ହେବ ଏବଂ ଅନେକ ଧୈର୍ଯ୍ୟର ସହିତ ବି କଥା ହେବେ। ବେଳେ ବେଳେ କିଛି ନଥିବ, କଷ୍ଟମର ବହୁତ ଗୁଡେ ଗାଳି ଦେବେ, ଧନ୍ୟବାଦ ତ ଦୂରର କଥା, ଏମିତି କଥା କହିବେ ଯେ କଷ୍ଟ ଲାଗିବ। କିନ୍ତୁ ତାକୁ ସେ ଯେତେ ସୁନ୍ଦର ଭାବରେ ସମ୍ମୁଖୀନ ହେବେ, ସେଇ ଅନୁସାରେ ତାଙ୍କର ପରଫମାନ୍ସ ଭଲ ବୋଲି ଜଣା ପଡିବ ଏବଂ ତାପରେ ସେ ସିଦ୍ଧହସ୍ତ ହେଇଯିବେ। ଜଣେ ଟିଚର ଅନେକ ପ୍ରକାରର ପିଲା ଏବଂ ସେ ପିଲାଙ୍କର ଅଭିଭାବକଙ୍କ ସହିତ ତାଙ୍କର ଭେଟ ହୁଏ। ସେମାନେ ସମସ୍ତେ ଭିନ୍ନ ଭିନ୍ନ ପ୍ରକାରର। ବେଳେ ବେଳେ ଦେଖିବେ ଏମିତି ବି ହୁଏ, ଜଣେ ଜଣେ ଅଭିଭାବକ କୁହନ୍ତି ଯେ ଆଜ୍ଞା ତା ଆଖି କାନକୁ ଛାଡି ସବୁ ବାଡାନ୍ତୁ ବସି, ସେ ସଜାଡି ହେଇଯିବ। କିନ୍ତୁ ମଜା କଥା ହବ, କୌଣସି କାରଣରୁ ପିଲାଟିଏ ଭୁଲ କରିଛି,
ଆପଣ ତାକୁ ବାଡେଇଛନ୍ତି, ସେଇ ଗାର୍डिଆନ ଆପଣଙ୍କୁ ଗାଳି ଦେବେ। ସେ ନିଜେ କହିଥିଲେ ପିଲାର ଭୁଲ ସଜାଡିବା ପାଇଁ ଆପଣ ଆଖି କାନକୁ ଛାଡି ମୁହଁଟାକୁ ଛାଡି ଆଉ ସବୁ ପିଟି ପକେଇବେ। କିନ୍ତୁ ସେଇ ଗାର୍ଡିଆନ ନିଜ ପିଲାର ଭ୍ରମ ସଂଶୋଧନ ପାଇଁ ଆପଣ ଯଦି ତାଙ୍କୁ କିଛି ଆଘାତ ଦେଇଥିବେ, ତେବେ ସେ ପ୍ରତିକ୍ରିୟା ପ୍ରକାଶ କରନ୍ତି। ଏଠି ମୁଁ ଆଘାତ ଦବା ଫରରେ କହୁନାହିଁ, ମା ତ ସିଧାସଳଖ ମନା କରିଛନ୍ତି ପିଲାକୁ ମୃଦୁ ଆଘାତ ବି ଦେବେ ନାହିଁ, ମାନେ ଗେଲରେ ବି ଆଘାତ ଦେବେ ନାହିଁ। ତେଣୁ ଆଘାତ ଦବାର ତ ସମ୍ଭାବନା ନାହିଁ। ଏଠି ଥିଲା ବିଚାର। ତେଣୁ ପ୍ରତି ଗୋଟେ ପରିସ୍ଥିତି ଆମ ଜୀବନର ସ୍ଥିତିରେ ଏ ସବୁ ଜିନିଷ ଆସେ। ଜଣେ ଯିଏ ବେପାର କରୁଛି, ବେପାରରେ ଦେଖିବେ ଯେ ଯେତେ ଭଲ ଡିଲ୍ କରିବ ତାର ସେତେ ବେପାର ଶୀଘ୍ର ହବ। ବେଳେ ବେଳେ ବେପାର କରିବାକୁ ଯାଇ ଲୋକେ ଛଳନାର ଆଶ୍ରୟ ନିଅନ୍ତି, ମିଛର ଆଶ୍ରୟ ନିଅନ୍ତି। ଯେମିତି କିି ଆପଣ ଦେଖିଥିବେ, ଆପଣ ବାଛିଥିବେ ଡବା ଭିତରେ, ସେ ପୁଣି ତା ଭିତରେ ଗୋଟେ ପୋକା ପୁରେଇ ଦେଇଥିବେ କିମ୍ବା ପଚାସଢା ଜିନିଷ ଦେଇ ଦେଇଥିବେ। ତାପରେ ଆପଣ ଯେତେବେଳେ ଆସି ଦେଖିବେ ଯେ ତା ଭିତରେ ଆସିଛି, ନେକ୍ସଟ ଟାଇମ ଆଉ ତା ଦୋକାନକୁ ଆପଣ ଯିବେ? ଆପଣ ଆଉ ଯିବେନି, କହିବେ ନା ନା ସେଇଟା ଠକଟା, ଜାଣିଶୁଣି ଏମିତି କରୁଛି। ତାମାନେ ତାର ଗୋଟେ କଷ୍ଟମର ଲୁଜ କଲା ସେ। ଯଦି ସେ ଭଲ ବ୍ୟବହାର କରିଥିବ, ଆପଣଙ୍କୁ ସଚ୍ଚୋଟତାର ସହିତ ଆପଣଙ୍କ ସହିତ କଥାବାର୍ତ୍ତା ଭଲ କରିଥିବ, ଓଜନରେ ଠକି ନଥିବ, ତେବେ ଆପଣ ତା ଉପରେ ଗୋଟେ ବିଶ୍ୱାସ ଆସେ ଏବଂ ବାରମ୍ବାର ଯାଆନ୍ତି। ତାମାନେ ତା କଷ୍ଟମର ସେ କେବେ ଲୁଜ କରିବନି। ସେ ଜିନିଷ ଆଣିଲା ମାନେ ଲୋକ ଆସିବେ ତା ପାଖରୁ ନେଇଯିବେ। ତା ଉପରେ ବି ଅନେକ କାହାଣୀ ଅଛି। ଗୋଟେ କାହାଣୀ ହଉଛି କଣ୍ଢେଇ ଡଲ ବିକ୍ରି ସେଣ୍ଟର। ସେଠି ଜଣେ ଡଲ ବିକ୍ରି କରୁଛି, ଆଉ ଜଣେ ତା ପାଖରେ ଗୋଟେ ଦୋକାନ କଲେ, ସିଏ ବି ଡଲ ବିକ୍ରି କଲେ, କିନ୍ତୁ ତାଙ୍କ ଡଲର ଦାମ ଅଧିକା ଥିଲା। ଲୋକ ଯୋଉଠି ଶସ୍ତା ସେଇଠିକି ଗଲେ, ସେଇଠି ସେଠୁ ଡଲ ନେଲେ। ଜଣେ ଜଣେ ଆସିକି ପଚାରନ୍ତି, ତମେ ତ ଏକା ଡଲ, ଆଉ ତମେ କଣ ଅଧିକ ଦାମ କହୁଛ, ସିଏ କମ ଦାମ କାହିଁ କହୁଛ, ତମେ କାହିଁ ସେତିକିରେ ନଉନ? ଇଏ କହିଲେ ଦେଖନ୍ତୁ ଆଜ୍ଞା, ସିଏ ଯୋଉ ଡଲଟି, ତା ବିଷୟରେ ତ ମୁଁ କିଛି କହିପାରିବିନି, କହିବି ନାହିଁ, କିନ୍ତୁ ମୁଁ ଯୋଉ ଡଲ ଗୁଡା ରଖିଛି ତାହା ଭାଙ୍ଗିବ ନାହିଁ, ବହୁତ ଦିନ ରହିବ। ଆପଣଙ୍କ ପିଲା ଯେତେବେଳେ ଖେଳିବ, ପିଲାମାନେ ଫୋପଡା ଦଳା କରନ୍ତି, ଇଏ କରନ୍ତି, ସେ କରନ୍ତି, ଏବଂ ଅଧିକ ଦିନ ଯିବ, ଭାଙ୍ଗିବ ନାହିଁ, ଅଧିକ ଦିନ ଯିବ। ଆପଣ ଥରେ ନେଇକି ଦେଖନ୍ତୁ। ନା ସିଏ କାହିଁକି ଭାଙ୍ଗିଯିବ? ତା ବିଷୟରେ ତ ମୁଁ କିଛି କହିବି ନାହିଁ। ଆପଣ ମୋ ଡଲଟି ଦେଖନ୍ତୁ ଏବଂ ତାପରେ ଯାଇକି ସେ ଡଲଟି ଦେଖନ୍ତୁ, ଫରକ ନିଜେ ଚେଷ୍ଟା କରନ୍ତୁ କଣ ଜାଣିବା ପାଇଁ। କାହିଁକିନା ମୁଁ ଅନ୍ୟ ଜଣଙ୍କର ବିଷୟରେ ଆପଣଙ୍କୁ କେମିତି ମନ୍ଦ କଥା କହିବି କି କାହିଁ କହିବି? ତାର ଖୁଣ ଦେଖେଇବି ମୁଁ ଆପଣଙ୍କୁ, ଏଇଟା ମୋ ପାଇଁ ଠିକ ନୁହଁ। ପ୍ରଥମେ ପ୍ରଥମେ ଲୋକ ସେଠୁ ନେଲେ, କିଛି କିଛି ଲୋକ, ଜଣେ 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 ଦି ଜଣ, ଯୋଉମାନେ ଏପଟ ସେପଟ ପରଖି ଜାଣିଛନ୍ତି, ସେ ପରଖି ଦେଖିଲେ ଏବଂ ନେଇଗଲେ। ତାପରେ ଧୀରେ 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 ଦେଖିଲା ବେଳକୁ ଲୋକ ଦେଖିଲେ ଯେ ଇଏ ଯୋଉଟା ଜିନିଷରେ କରିଛି ସେଟା ଗୋଟେ ନିଦା ଜିନିଷରେ କରିଛି, ଭଲ ଜିନିଷରେ ହେଇଛି। ଏବଂ ସିଏ କଣ କରିଛି, ଖାଲି ଯେମିତି ଗୋଟେ ହାଲୁକା ଜିନିଷରେ କରିଛି, ଯୋଉଟା କି ଭାଙ୍ଗିଯିବ। କିଛି ସମୟ ପିଲା ଖେଳା ଖେଳି କଲେ, ଦି ତିନି ଥର ପଡିଲା ପରେ ଭାଙ୍ଗିଗଲା। ଏଇଟା ଦେଖିଲାକୁ ଜମାରୁ ଭାଙ୍ଗିଲାନି। ଧୀରେ ଧୀରେ ସେ ଲୋକ ଅନ୍ୟ ଲୋକଙ୍କୁ କହିଲେ, ଅନେକ ଦିନ ଲାଗିଗଲା, କିନ୍ତୁ ତାପରେ ଦେଖାଗଲା ଯେ ଦ୍ଵିତୀୟ ବ୍ୟକ୍ତିର ଦୋକାନରେ ବର୍ତ୍ତମାନ ଭିଡ। ବର୍ତ୍ତମାନ ସମୟ ଆପଣ ଦେଖନ୍ତୁ, ଯେତେ ସଚ୍ଚୋଟତା ଯେମିତି ହାରି ଯାଉଛି ଆମକୁ ଲାଗେ, କିନ୍ତୁ ସମୟ ଲାଗେ ସଚ୍ଚୋଟତା, ଏବଂ ଯେତେ ସମ୍ମୁଖୀନ ହବାର ତମର ଗୋଟେ ସାହସ ଥିବ, ତାହେଲେ ତମେ ସେତେ ସଚ୍ଚୋଟ ହେଇପାରିବ। ସଚ୍ଚୋଟ ଭୀରୁ କେବେ ସଚ୍ଚୋଟ ହେଇପାରେନି। ଯୋଉମାନେ ମହତ ଆକାଂକ୍ଷୀ ସେମାନେ ସଚ୍ଚୋଟ ହେଇପାରିବେନି। କାହିଁକି ନା ସେମାନେ ଚାହାନ୍ତି ଅଳ୍ପ ପରିଶ୍ରମ କରିବେ, ଅଧିକ ଫଳ ପ୍ରାପ୍ତି। ଏବଂ ଆଉ ଗୋଟେ କଥା ଦେଖନ୍ତୁ, ଯେତେବେଳେ ଯୋଉ ଜାଗାରେ ଯନ୍ତ୍ରଣାର ଆମେ ସମ୍ମୁଖୀନ ହଉଛନ୍ତି,
ସେଥିରେ ଆମେ ଯଦି ସମ୍ମୁଖୀନ ନ ହଉଛନ୍ତି, ଭୀରୁ ଯିଏ ସେ ସମ୍ମୁଖୀନ ହବନି, ଯିଏ ସାହସ ସେ ସମ୍ମୁଖୀନ ହବ, ସମ୍ମୁଖୀନ ହବା ପରେ ସେଥିରେ ସେ ଶିଖିବ। ଏଠି ଆଉ ଗୋଟେ କଥା ମନେ ରଖନ୍ତୁ, ବେଳେ ବେଳେ ଆମେ ଦେଖିବା ଅନେକ ବ୍ୟକ୍ତି ସେ ଯନ୍ତ୍ରଣାର ସମ୍ମୁଖୀନ ହୁଅନ୍ତି, ସିଏ ହୁଏତ ସଚ୍ଚୋଟ ନଥାଇ ପାରନ୍ତି, ହୁଏତ ସାହସ ବି ନ ହେଇଥାଇ ପାରନ୍ତି। କେମିତି ଜାଣିବେ? କାରଣ ହଉଛି ଯେ ବେଳେ ବେଳେ ଜଣଙ୍କର ଯଦି ସ୍ୱାର୍ଥ ଥାଏ, ଜଣଙ୍କର ଅନ୍ୟମାନଙ୍କ ନିକଟରେ ନିଜର ଆତ୍ମବଡ଼ିମା ଦେଖିବାକୁ ଥାଏ, ସେତେବେଳେ ସେ ଯନ୍ତ୍ରଣାର ସମ୍ମୁଖୀନ ହୁଏ, ବାହାରକୁ ଦେଖାଯାଏ ସେ ଯନ୍ତ୍ରଣାର ସମ୍ମୁଖୀନ ହଉଛି ଏବଂ ସେ ସମ୍ମୁଖୀନ ହୁଏ ମଧ୍ୟ, କିନ୍ତୁ ତା ପଶ୍ଚାତରେ ତାର ସ୍ୱାର୍ଥ ଥାଏ। ପରିଣାମ କଣ ହବ? ତା ପାଖକୁ ସେ ଯନ୍ତ୍ରଣା ବାରମ୍ବାର ଆସୁଥିବ। କାହିଁକି ନା ଯେ ପର୍ଯ୍ୟନ୍ତ ସେ ଯନ୍ତ୍ରଣାରୁ ଯାହା ତାର ଶିଖିବା କଥା ଯଦି ସେ ନ ଶିଖିଲା, ତେବେ ତା ମାର୍ଗରେ ସେଇ ଯନ୍ତ୍ରଣା ବାରମ୍ବାର ଆସିବ। ଏଥିପାଇଁ ଜଣେ ଯେତେବେଳେ ଯନ୍ତ୍ରଣାକୁ ସମ୍ମୁଖୀନ ହଉଛି, ସ୍ୱାର୍ଥକୁ ଛାଡିବାକୁ ପଡିବ। ସେଥିପାଇଁ କୁହାହଉଛି ପ୍ରଥମ ଲାଇନରେ, ଭଗବାନଙ୍କ ଉପରେ ଅବିଚଳିତ ବିଶ୍ୱାସ। ଯାହାର ଭଗବାନଙ୍କ ଉପରେ ଅବିଚଳିତ ବିଶ୍ୱାସ ଥାଏ, ସିଏ କେବେ ସ୍ୱାର୍ଥ ଯୁକ୍ତ ହୋଇପାରିବ ନାହିଁ, ସିଏ କେବେ ନିଜର ମହତ ଆକାଂକ୍ଷୀ ପଛରେ ଧାଇଁବ ନାହିଁ। ହୁଏତ ବାହାରକୁ ସିଏ ଭଲ କଥା କହୁଥାଇ ପାରନ୍ତି, କିନ୍ତୁ ସତରେ ଯଦି ଭଗବାନଙ୍କ ଉପରେ ତାର ବିଶ୍ୱାସ ରହିଛି, ଭଗବାନଙ୍କ ଉପରେ ସେ ନିର୍ଭର କରୁଛି, ତେବେ ସିଏ କେବେ ନିଜକୁ ପ୍ରତିଷ୍ଠିତ କରିବାକୁ ଯିବ ନାହିଁ। ତେଣୁ ଯିଏ ଭଗବାନଙ୍କ ଉପରେ ବିଶ୍ୱାସ ରଖିବ, ତା ଭିତରେ ଏକ ଦୃଢ ଯୋଉ ବିଶ୍ୱାସ ଆସେ, ସିଏ କଣ କରେ? ସବୁ ଯନ୍ତ୍ରଣାକୁ ସମ୍ମୁଖୀନ ହବା ପାଇଁ ଆମ ଭିତରେ ସାହସ ଆଣିଦିଏ। ଏଠି ତିତିକ୍ଷାର ସହ କୁହାଯାଉଛି ଧୈର୍ଯ୍ୟର ସହ, ଏବଂ ଧୈର୍ଯ୍ୟ ପୁଣି କେମିତିଆ? ପ୍ରତିକ୍ରିୟା ବିହୀନ ଧୈର୍ଯ୍ୟ। ତେଣୁ ଆମେ ଯେତେବେଳେ ଯନ୍ତ୍ରଣା ଆସୁଛି, ଲେଖୁଛନ୍ତି ସେଥିରୁ ପଳାୟନ ନ କରି ତା ମଧ୍ୟକୁ ଏହି ସଂକଳ୍ପ, ଏହି ଅଭିପ୍ସା ନେଇ ପ୍ରବେଶ କରିବ ଯେ, କଣ ପ୍ରବେଶ କରିଯିବ? ମୁଁ ତାହାରି ଭିତରେ ଦେଇ ଯିବି ଏବଂ ଶେଷରେ ସବୁ କିଛିର ମର୍ମରେ ଥିବା ସେଇ ଜ୍ୟୋତିର୍ମୟ ସତ୍ୟ ତଥା ଅନୁପମ ଆନନ୍ଦକୁ ଖୋଜି ପାଇବି। ହଁ, ଯେହେତୁ ଏଠି ଯଦି ଜଣେ ପାରେ ବୋଲି ଲେଖିଛନ୍ତି, ତେଣୁ ମା ଶେଷକୁ ଲେଖୁଛନ୍ତି ଅନୁପମ ଆନନ୍ଦକୁ ଖୋଜି ପାଇବ। ଯିଏ ସଂକଳ୍ପ କରିବ, କଣ ଅଭିପ୍ସା କରିବ? ସଂକଳ୍ପ କରିବ ଯେ ଯୋଉ ସମ୍ମୁଖୀନ ବାଧା ବିପତ୍ତି ଆସିଛି, ମୁଁ ତା ଭିତରେ ଦେଇକି ଯିବି, ତାକୁ ସମ୍ମୁଖୀନ ହେବି ଏବଂ ବାଧା ଦେଇକି ଯେତେବେଳେ ଆପଣ ଡେଇଁ ଯିବେ, ଯେମିତି ଆପଣ ଏଠି ଦେଖୁଛନ୍ତି ନିଆଁର ଗୋଟେ ଚକ୍ରାକାର ଜିନିଷ ନିଆଁ ଲାଗିଛି, ତା ଭିତରେ ଦେଇ ଡେଉଁଛନ୍ତି। ବାହାରକୁ ଦେଖିଲେ ଭାରି କଷ୍ଟ ଲାଗେ, କେମିତି ସମ୍ଭବ ହଉଛି, ଡର ମାଡେ। ସେଥିପାଇଁ ତ ଆମକୁ ନିଆଁରେ ଯୋଉଠି କିଛି କସରତ ହଉଥିବ, ଆମକୁ ଭାରି ଇଣ୍ଟରେଷ୍ଟ ଲାଗେ ଦେଖିବାକୁ। କାରଣ କେମିତି କେତେ ସାହସ, ସେ ନିଆଁ ଭିତରେ ଡେଇଁ ଯାଉଛି, ଲାଗିଯିବ, ପୋଡିଯିବ। ଆମେ ଯେତେବେଳେ ପିଲାଙ୍କୁ ନେଇକି ଆମେ ଥରେ ଏଇ ନିଆଁର ଭିତରେ ଡେଇଁବାକୁ ଶିଖେଉଥିଲୁ, ପ୍ରଥମେ ପିଲା ଦୂରରୁ ଯେ ଦେଖିଲା ସେ ଡରିଲା, କିନ୍ତୁ ତାପରେ ଯେତେବେଳେ ତାକୁ ଦେଖିଲେ, ଜଣକୁ ଯିଏ ସାହସ କରି ଡେଇଁଗଲା, ଦେଖିଲା କିଛି ନାହିଁ, ଡେଇଁଗଲା, ସେପଟେ ଆରାମସେ ବାହାରି ଯାଉଛି। ତାପରେ ସମସ୍ତେ ଡେଇଁଲେ। ଯେ ପର୍ଯ୍ୟନ୍ତ ସମ୍ମୁଖୀନ ନ ହେଇଛନ୍ତି, ଦୂରରୁ ଆମକୁ ଲାଗେ ଗଲା, ନିଆଁ ଲାଗିଯିବ, ଏପଟେ ଲାଗିଯିବ, ସେପଟେ ଲାଗିଯିବ। କିନ୍ତୁ ଆମେ ଦେଖିଲୁ ଛୋଟ ଛୋଟ ପିଲା ଆରାମରେ, ଏଇ ଯୋଉ ରିମ୍, ବଡ ଗୋଲା ବି ନୁହଁ, ରିମ୍ ମାନେ ସାଇକେଲର ରିମ୍ ଚାରିପଟେ ନିଆଁ ଲଗେଇ ଦିଆଯାଇଥିଲା, ତା ଭିତରେ ଛୋଟ ପିଲା ଆରାମ ସେ ଡେଇଁ ପଡିଲେ। ଚତୁର୍ଥ ପଞ୍ଚମ ପିଲା, ଚତୁର୍ଥ ପିଲା ତ ସେତେବେଳେ ଆସୁନଥିଲେ, ପଞ୍ଚମ ଷଷ୍ଠ ପିଲା ସବୁ ଆରାମରେ ଡେଇଁଗଲେ, କିଛି ନାହିଁ, ମାନେ ସାହସର ସହିତ। ତେଣୁ ଯେତେବେଳେ ପର୍ଯ୍ୟନ୍ତ ସେଥିରୁ ପଳାୟନ କରୁଥିବେ, ସେ ପର୍ଯ୍ୟନ୍ତ ଆମ ଭିତରେ ସେ ସାହସ ଆସିବ ନାହିଁ। ତେଣୁ ଏଇ ଅଭିପ୍ସା ନେଇ ପ୍ରବେଶ କରିବ ଯେ ମୁଁ ନିଶ୍ଚୟ ତା ଭିତରେ ଦେଇ ଯିବି, ଏବଂ ସବୁର ପଶ୍ଚାତରେ ଦେଖିବେ, ଜୀବନର ପ୍ରତ୍ୟେକ କ୍ଷଣରେ, ଏଇଟା ବାରମ୍ବାର ଆମେ ପଢୁଛନ୍ତି, ଦେଖୁଛନ୍ତି, ଏବଂ ନିଜ ଜୀବନରେ ଯଦି ଦେଖିବେ ବି, ଯୋଉ କ୍ଷଣ ଆମ ଭିତରେ ଆସେ, ସିଏ କିଛି ନା କିଛି ଗୋଟେ ଶିକ୍ଷା ନେଇକି ଆସେ। ଯଦି ମୁଁ ସେ ଶିକ୍ଷାଟିକୁ ପ୍ରାପ୍ତ କରିଦେଲି, ତାହେଲେ ମୋର ଅଗ୍ରଗତି ହେଇଯାଏ ଏବଂ ମୁଁ ସମର୍ଥବାନ ହେଇଯିବି।
समर्थवान हो गले सेई प्रकार शिक्षा बा सेई प्रकार बाधा असुविधा मो जीवन रे आउ आसीबो ना अलगा आसीबो काना जोतरे पुणी मोर पारदर्शिता हासिल करे सेटा आसीबो से जो तापर लाइन टा को अनेक समय रे जंत्रणार द्वारा संतोष और सुखर द्वारा अपेक्षा अधिक सीधा और त्वरित कहीं अधिक सीधा और त्वरित त्वरित माने शीघ्र जेतेबेले संतोष मिले जेतेबेले सुख मिले समस्तंकर गोटे अभ्यास आम समस्तंकर से अभ्यास मोर नुह आपनकर नुह समस्तंकर देखिबे जेतो सुख आउ संतोष थाए सेते बेले आमे सेइथिरे मजी जाऊ आपण जदि गोटे बगीचाटे देखिले खाली सुंदर फूल रे भर्ती है सेठी जीवा को इच्छा हुए सेमती जीवन क्षेत्र रे जेतेबेले सब किछि सुख संतोष मिलुथिबो सेतेबेले तारी भीतर देखि आमे रहिथिबा हमर शिक्षा कौन हम आ शिखिले कौन किछि नै जा चलछि से आराम रे चलछन्ते आमे किंतु जेतेबेले गोटे बाधा आसे गोटे विपत्ति आसे सेतेबेले आमे जो बाधा विपत्ति सम्मुखीन हेले आमे टी स्ट्रांग हो जाऊ आपण पाठ पाठ कथा को बुझिले आमे जेतु आराम से बुझी हबो पिलाटी वर्तमान जो मिशाण फेड़ाण शिखुची मिशाण फेड़ाण शिखिला बेले तार जदि मिशाण फेड़ाण हेई गला आमे देखिले जे जो एकक घर संख्या मिसेला बेले दशक घर को आमे आउ किछि धार जाऊ नै माने बळका जाऊ नै 5 + 3 माने 9 भितर संख्या रहउछि सेही भलिया मिशाण ताको आमे देई चलले ताल से आराम रे करि चलिबो आराम रे करि चले खुशी जो देखो मोर सब मिशाण हेई जाउछि जे पर्यंत ताकू गोटे संख्या मिसेई चंदी 6 रे युक्त 5 शिखी नाही 6 5 11 हबो एक एटा रहइबो एकक घरे आर एक एटा जेतु 1 10 युक्त 1 11 होउची तनु से आर एकटी दशक घर को जीवो जे पर्यंत ए प्रकार सिचुएशन ता पाखकू न आसीची ता पूर्व पर्यंत सब प्रकार मिशाण जेते मिशाण दउते जोतिरे कि बळका जाउ नथिबो ता पाख स्थान को से पर्यंत से भारी खुशी जो देख मु मिशाण रे मास्टर हे गली किंतु जेतो ता सम्मुख रे देई देले 6 5 11 सेते बेले ता पाखरे गोटे चैलेंज आसिला इडी तो गोटाई रहिया कथा दीटा हलानी आरटा को कोन करिवि को जगह नै रखिबि 12 रे 15 मिसे दउथला 27 संग संग लिखि दउथला वर्तमान 12 रे 19 मिसे को कहला कोन से करिवो 1 1 2 टा को कोठी लिखिबो एपटे 9 2 11 1 टा को लिखि जे आर 1 टा को कोठी लिखिबो ता पे गोटे चैलेंज आसिला जदि सेई चैलेंज को से जानी गला ताले हेई गला वर्तमान जेते दियो सेई भळे अंक आपण 2 अंक विशिष्ट दियंतु 3 अंक विशिष्ट दियंतु 4 अंक विशिष्ट दियंतु 5 अंक विशिष्ट दियंतु संगे संगे से मिसी मिसी आराम से चलिबो कर चलिबो एटी गोटे जंत्रणा बा गोटे चैलेंज ता पाखु आसिला हम एटी चैलेंज काई कहू जेते बेले जणे कोनोसी जंत्रणा को सम्मुखीन हबा पई निजे प्रस्तुत रहिची सेते बेले ताकू चैलेंज बोली से स्वीकार कर नै थाए आ जेते बेले ता पाखु गोटे जंत्रणा से पहुंचुची तेबे शीघ्र शीघ्र से कोन हबो तार अग्रगति हेई का जीवो तमन जदी जंत्रणा न आसिला से सेठी अटकी जाइथिबो सेतिकरे संतुष्ट है कि से रहि जाए मा लेखचंती इंद्रिय सुख हेउची प्रतारणा मूलक एक विकृत छद्मवेश जहाँकि आमको लक्ष्य ठारू दूरे निए इंद्रिय सुख आमको बढ़िया एग्जांपल किछि नै जेते छोट छोट एग्जांपल आपण देखिबे हमर इंद्रिय आमे देखुछु जो बाह्य इंद्रिय हाथ जीभ हो आउ जे कौन सी कान हो नाक हो माने श्रवण ये सब इंद्रिय आपण जीभर टेस्ट कथा देखो आपन मीठा लागुची बोली खाइबे पिता लागुची बेकारे लागुची कसा लागुची बेकारे लागुची तेनु ताकू खाइबा नै खाली मीठा खाइबा ताहले हम देखचंती अधिक मीठा खाइ खाइ कृमि हबो देह खराब हो अधिक हबो
पिता जदि न खाऊंच कलरा खाइबानी पिता निंब खाइबानी पिता ताले एटी मिठाटा कौन करुच्ची मते भल लगुच रुचि लगुच बोली मु ताकू खाई चले तापर परिणाम होची मोर कृमि हब देह खराब हब इत्यादि इत्यादि तेणु आपण देखिए महाभारत रे धृतराष्ट्र विदुर कथा शुणु नथिले कहीं ना विदुर कौन कहते जहा सत्यर विरोध ताकू से सीधा सड़क तांको पाखे रखुले जे एटा एई प्रकार ठीक एटा भूल किंतु तांकर थिला कौन जे मो पुओ केमती राजा हब तेणु जो माने तांकर श्रवणेन्द्रिय को सुख दौथिला साधारणतः देखिए राजा मानक पाखरे एटा बेसी देखा जाए चाटुकार माने सेति राजा पाखरे बेसी थांती जो राजा चाटुकार मानक कथा शुणती आपण देखिए से राज्य रे माने करप्शन बहुत होउथिबो से राज्य रे लोक माने असंतोष रे रहिथिबे एवं अन्य माने जो माने सब कहती हमर मारी खाइबा से लोक संख्या बहुत हो जाइथिबो चाटुकार जेतेबेले रहिला से कौन कर प्रशंसा करिकी केवल राजा को कहला तेणु राजा ता कथार विश्वास कर जिवे तार परिणाम स्वरूप कौन हम ना करप्शन बढ़िबो सेति पई मन रखंतु सब बेले देखिए इंद्रिय सुख होची प्रतारणा मूलक एक विकृत छद्मवेश से कौन करिवो जहाँकि आमको लक्ष्य ठारू दूरे जदि आमे सत्य पाइबा को कृत संकल्प तेबे एही बड़ी सुख संतोष पाइबा पई निश्चय इच्छा करिबा नाही देखो मुझे राजा उदाहरण दौली राजा कथा चिंता कर जितेबाला राजा केवल चाटुकार मानकर प्रशंसार रहिले जमी आप देखुं नंदवंश लोप पाइला कौन पाई नंदवंश को समूले विनाश करने चाणक्य संकल्प कले एवं चंद्रगुप्त को प्रस्तुत करइले एवं युद्ध कर शेष को नंदवंश लोप पाइला धनानंद मृत माने राजगादी गला एवं से मृत्यु लाभ कले जेतो राजा थिले से केवल सुख बाहर इंद्रिय सुख रे मजी रहिले इंद्रिय सुख रे मजी रहिबा फल रे स्वाभाविक भावे खर्च जो बढ़िला तापर एपटर करप्शन बढ़िला समस्ते चाहिले निजे निजे सब लाभ रहिबा पई तेणु एपटर हैला कोन ना लोकन ऊपर कर बढ़ी चलला लोक असंतोष रहिले तेणु लोकंक भितर विद्रोह भाव रही आसी बढ़ी बढ़ी चलला तेणु परिणाम स्वरूप जेतेबेले चाणक्य भी आसी कहउचंती जे वर्तमान बाहर विदेशी आसुची विदेशी मान जे आक्रमण करिया को आसुचंती से तार परिणाम हबो जे हमर जो छोट छोट राज्य सब रही सब नष्ट हो जिवो तेणु सेतेबेले मगध पराक्रमी थिला तेणु से चाहिले युद्ध करिकी ताकू भगेई दबो भगेई देले तांकर देखो जो राजगादी पाई सी एतेक सुख ऐश रे रहउतिले परिणाम कौन है जोटा आवश्यक ता पाई से जेतेबेले निश्चय को निजको व्यवहार पाई निजको प्रस्तुत कले नाही परिणाम है लोक विद्रोह एवं चाणक्यंकर जो संकल्प ता फल चंद्रगुप्त बाहरले चिंता करंतु चाणक्यंक पाखरे ना सैन्य बाहिनी थिला ना साम्राज्य थिला किछि नथिला किंतु सेथिरे भी से सत्य पाइबा पे संकल्प करथिले कौन सत्य जे भारत वर्ष को से पतनमुखी कराई देवे नाही भगवत निर्दिष्ट कहीं भारत हूँ भगवत भगवान भूमि भारत पृथ्वीर आध्यात्मिक चेतनार केंद्र बिंदु हम समस्त को आध्यात्मिक चेतना भारत वर्ष प्रेरण करिवो दायित्व नब तेणु तापाई भगवान जन जन को अस्त्र माने जंत्र करिसंती सेतेबेले चाणक्य को से व्यवहार करिसंती चाणक्य संकल्प करिसंती जे निश्चय या हबो तेणु तार परिणाम स्वरूप चंद्रगुप्त जने मात्र व्यक्ति ताकु से पुणी दासत्व रे थिले तांकु नेई प्रिपरेशन करी सैन्य सामंत सब प्रस्तुत करी धनानंद को हरैले तेणु तथाकथित सुख शांति आ मौज मजलिस जदि रहिबे
तेबे से हमको बाष्प भली करदे माने आम भीतरटा खोला करदब यह हमको ठकी दिए और नष्ट आड़ को नहीं जाए जो धनानंद जो अवस्था है तेणु तुम मृत्यु मुख को ठेली नब तुमको बाहर को लगुथ तुम बहुत भलरे अछ किंतु देखिए धनानंदर झील निजे भी बापांकर विरुद्ध रे गले कहीं से देखिए घटना तेणु तुमको तथाकथित सुख सुख शांति मौज मजलिसी आमको कौन कर ठकी दिए एवं नष्ट आड़ को नहीं जाए तेणु आमको ये सब घटनार इतिहास घटना हो आम दैनंदिन जीवन घटना हो ता भीतर आमको शिखा पड़ो एवं देखिए जितेबाला आम जंत्रणा आम पाखु आसूची ता पश्चात सत्य को जदि पाइबापी अभिप्सा रखते तेबे गभीरतर सत्य उपलब्धि निश्चय आमर मन को सहिष्णु करी सत्य उपर एकाग्र कराए जहाँ आमको माड़ी मक्ची देवा चाहूँगी ता सहित मुहांमुही होगा सक्षम कराए जड़े जिते दृढ़ थाए से जंत्रणा भितर ही जड़े तार प्रकृत शक्ति को सहजरे पुणी फेरी पाई था यही जंत्रणा भितर ही तुम्हें तुम यथार्थ विश्वास को सहजरे पुणी फेरी पाइब ताहा होची एपरि किछि विश्वास जहाँ सबु प्रकार दुख जंत्रणार ऊर्ध्वरे ए शेष लाइन टी आमे सबु बळे जानुचु बुझुचु एक्चुअली जानुचु बोली कहि हबन सेटा सुनुचु बोली कहि हबो शुणुचु बुझुचु किंतु अनुभव को आणु नाहु सेतिरे बंचिबा को चेष्टा करू नाहु तेणु आमे जानि परनु जे भगवान को ऊपर विश्वास रखिले हमको ये दुख जंत्रणा सबुर ऊर्ध्व को आमे चली जीवा एई विश्वासटा ही केवल गोटे विश्वास नहले जेकोसी मनुष्य उपर आपण विश्वास रखंतु जेकोसी जेकोसी जेते शक्तिशाली होता शारीरिक भाव शक्तिशाली हो आर्थिक भाव शक्तिशाली हो लोक संपर्क हिसाब से शक्तिशाली हो सी केवे दुख जंत्रणा आपन को बंचई पारे ना बंचई पारे कहीं केवल भगवान होचन जी जी कि केवे भी हमको ही माने नेवर फेल्स से केवे हमको हताश करती ना केवे आम सांग छाड़ी जाती ना ना अन्य समस्ते निजर अहंकार निजर स्वार्थ निजर आवश्यकता अनुसार आम पाखे रही था समस्ते तेणु जंत्रणा जिते आम भीतर आसूची कि ये गोटे कथा मन रखा पड़ो जंत्रणा आमको सत्य उपलब्धि साहाय्य करुच्ची सत्य आमको जंत्रणा सुख संतोष रहिले आम साधारणतः भूली जाऊ साधारणतः से चेतनार से स्तर में रही जाऊ किंतु ता अर्थ नुह जे जंत्रणा को आम आवाहन करवा जे जंत्रणा मो पाखु आसे बोली डाकबनी डाकी हाकी जंत्रणा को आनबनी सब बेले संकल्प थी जिते बड़े जहाँ मो सम्मुखें आसो मुझे सम्मुखीन हे जो रूप में आसुना कहीं एवं सेतबे देखिए सेतबे जंत्रणार परिभाषा बदल जीव सेतबे आपको सेटा लगे चैलेंज आह्वान तेणु सबू चैलेंज को सम्मुखीन होगापाई जी साहसी जी भगवत विश्वासी से सब प्रस्तुत था थैंक यू।